ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବର୍ତ୍ତମାନ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି ଏବଂ ସର୍ବଦଳୀୟ ବୈଠକ ଯଦି ଦେଖିବା ତାହେଲେ ଏଥିରେ ବିରୋଧୀ ଦଳ ମୁଖ୍ୟ ସଚେତକ ଅଛନ୍ତି, ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି, ତା ସହିତ ସରକାରୀ ଦଳ ମୁଖ୍ୟ ସଚେତକ ଅଛନ୍ତି, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିକ ରହିଛନ୍ତି, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏ ସମସ୍ତେ ଉପସ୍ଥିତ ଅଛନ୍ତି ଏବଂ ଯେହେତୁ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ ଦୀର୍ଘକାଳୀନ ଅଧିବେଶନ ଏବଂ ଏ ଅଧିବେଶନଟି କିଭଳି ଶୃଙ୍ଖଳିତ ଭାବରେ ସୁରୁଖୁରୁ ଭାବରେ ଚାଲିବ ସେ ନେଇ ସମସ୍ତଙ୍କର ସହଯୋଗ ଲୋଡ଼ାଯାଉଛି। ବାଚସ୍ପତି ପ୍ରତି ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଥାନ୍ତି। ଏ ବୈଠକ ମଧ୍ୟ ବେଶ ଗୁରୁତ୍ୱ ବହନ କରୁଛି ଏବଂ ମୁଖ୍ୟମନ୍ତ୍ରୀ ଯେହେତୁ ଉପସ୍ଥିତ ରହିଛନ୍ତି ସେ ମଧ୍ୟ ସମସ୍ତ ବିଧାୟକ ଯେଉଁମାନେ ବିରୋଧୀ ଦଳର ବିଧାୟକ ଅଛନ୍ତି, ବିରୋଧୀ ଦଳର ପ୍ରତିନିଧି ଅଛନ୍ତି, ସେମାନଙ୍କ ସହିତ ମଧ୍ୟ ଆଲୋଚନା କରୁଥିବେ ଯେ କିଭଳି ଭାବରେ ଶୃଙ୍ଖଳିତ ଭାବରେ ସୁରୁଖୁରୁ ଭାବରେ ବିଧାନସଭାଟି ଚାଲିବ ଏବଂ ପ୍ରସଙ୍ଗ ଭିତ୍ତିକ ଆଲୋଚନାରେ ସମସ୍ତେ ଭାଗ ନିଅନ୍ତୁ, ଏଥିପାଇଁ ସରକାରୀ ଦଳ ପ୍ରସ୍ତୁତ ରହୁଛି। ଏ ବାବଦରେ ମଧ୍ୟ ଅବଗତ କରାଯିବ ସରକାରୀ ଦଳ ପକ୍ଷରୁ, ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଅବଗତ କରାଇବେ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଯଦି ଦେଖିବା ତାହେଲେ ଯେହେତୁ ବର୍ତ୍ତମାନ ବଜେଟ୍ ଅଧିବେଶନଟି ଆରମ୍ଭ ହେବ ଆସନ୍ତାକାଲିଠାରୁ ବେଶ ସରଗରମ ରହିପାରେ, ଆକଳନ କରାଯାଉଛି। ଅନେକ ପ୍ରସଙ୍ଗକୁ ନେଇ ମଧ୍ୟ ଗୃହ ମଧ୍ୟଭାଗକୁ ଆସିପାରନ୍ତି ବିରୋଧୀ ଦଳର ବିଧାୟକମାନେ, ବିଜେଡି କଥା କୁହନ୍ତୁ, କଂଗ୍ରେସ କଥା କୁହନ୍ତୁ, କିଛି ସ୍ଥାନରେ ବିଜେଡି ସହିତ କଂଗ୍ରେସ ମଧ୍ୟ ହାତ ମିଳାଇଥିବାର ଆମେ ଦେଖିଛେ ଯେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ମଧ୍ୟ ଦେଇଥାନ୍ତି। ତ ଏହାଦ୍ୱାରା କ'ଣ ହୋଇଥାଏ ନା ଅଧିକାଂଶ ସମୟରେ ବିଧାନସଭାରେ ପ୍ରସଙ୍ଗ ଭିତ୍ତିକ ଆଲୋଚନା ହୋଇପାରି ନଥାଏ ଏବଂ ତା ସହିତ ଲୋକଙ୍କ ସମସ୍ୟାକୁ ନେଇ ବିଭିନ୍ନ ଯେଉଁ ଲୋକାଲ କ୍ୱେଶ୍ଚିନ୍ ସବୁ ରହିଛି ବା ଆଞ୍ଚଳିକ ପ୍ରଶ୍ନଗୁଡ଼ିକ ରହିଛି ସେଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇପାରି ନଥାଏ। ତେଣୁକରି ପ୍ରସଙ୍ଗ ଭିତ୍ତିକ ଆଲୋଚନା, ସ୍ଥାନୀୟ ଅଞ୍ଚଳର ସମସ୍ୟା, ନିଜ ନିର୍ବାଚନ ମଣ୍ଡଳର ଯେଉଁ ଭିତ୍ତିଭୂମି ବାକି ରହିଛି, ବିକାଶମୂଳକ କାର୍ଯ୍ୟ ଏ ବାବଦରେ କିଭଳି ଭାବରେ ଆଲୋଚନା କରାଯାଇପାରିବ ସେ ଦିଗରେ ସମସ୍ତଙ୍କ ସହଯୋଗ ଲୋଡୁଛନ୍ତି ବାଚସ୍ପତି। ମୁଖ୍ୟମନ୍ତ୍ରୀ ଯେହେତୁ ଗୃହର ମୁଖିଆ ସିଏ ମଧ୍ୟ ଉପସ୍ଥିତ ରହିଛନ୍ତି। ସମସ୍ତଙ୍କ ସହିତ ଆଲୋଚନା କରାଯାଉଛି ଯେ ସହଯୋଗ ଦ୍ୱାରା କିଭଳି ଶୃଙ୍ଖଳିତ ଭାବରେ ସୁରୁଖୁରୁରେ ବିଧାନସଭାର ବଜେଟ୍ ଅଧିବେଶନଟି ଚାଲିବ। କହିପାରିବା ଯେ ଯେହେତୁ କାଲିଠାରୁ ବିଧାନସଭାର ଅଧିବେଶନ ଆରମ୍ଭ ହେଉଛି ତା ପୂର୍ବରୁ ଏ ବୈଠକଟି ଏଇଥିପାଇଁ ଗୁରୁତ୍ୱ ବହନ କରୁଛି ଯେ ଆପଣ ଜାଣିଛନ୍ତି ଅନେକ ପ୍ରସଙ୍ଗକୁ ନେଇକି ବିରୋଧୀ ରାଜରାସ୍ତାରେ ଗର୍ଜୁଛନ୍ତି ଏବଂ ଯେହେତୁ ବିଧାନସଭା ଆରମ୍ଭ ହେବ ସେଥିରେ ମଧ୍ୟ ସେମାନେ ଏ ପ୍ରସଙ୍ଗ ସବୁ ଉଠାଇବେ। ପିୟୁସିସି କଥା କୁହନ୍ତୁ, ଧାନ ମଣ୍ଡି କଥା କୁହନ୍ତୁ, ଏସ୍ଆଇଆର୍ କଥା କୁହନ୍ତୁ, ନାରୀ ସୁରକ୍ଷା, ଆଇନ ଶୃଙ୍ଖଳା ଏସବୁ ପ୍ରସଙ୍ଗକୁ ନେଇକି ବିରୋଧୀ ଦଳ ମୁଖ୍ୟ ମୁଦ୍ଦା କରିପାରନ୍ତି। କିନ୍ତୁ ଏସବୁ ମୁଦ୍ଦା ଆଲୋଚନା ପରିମାର୍ଜିତ ହେଉ ଏବଂ ଆଲୋଚନା ଦ୍ୱାରା କରାଯାଉ ଏହା ସବୁବେଳେ ସରକାରୀ ଦଳ କହିଆସିଛି। କିନ୍ତୁ ବିରୋଧୀ ଦଳମାନେ ସିଧାସଳଖ ଗୃହକୁ ହଲ୍ଟ କରିଦିଅନ୍ତି, ଅଚଳାବସ୍ଥା ଜାରି ରଖନ୍ତି। କିନ୍ତୁ ଆସନ୍ତାକାଲି ଯେହେତୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ ପ୍ରଥମ ଦିନ ଏବଂ ରାଜ୍ୟପାଳ ମଧ୍ୟ ଅଭିଭାଷଣ ରଖିବେ, ତା ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଶୋକ ପ୍ରସ୍ତାବ ଆସିବ।